ଯାଜପୁରର ଐତିହାସିକ ବୈତରଣୀ ନଦୀ ତଟସ୍ଥ ଦଶାଶ୍ୱମେଧ ଘାଟରେ ଆସନ୍ତା ମାର୍ଚ୍ଚ 17 ତାରିଖରେ ପାଳିତ ହେବାକୁ ଯାଉଥିବା ପବିତ୍ର ବାରୁଣୀ ସ୍ନାନ ମେଳା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବାରୁଣୀ ସ୍ନାନ ଅବସରରେ ପ୍ରାୟ 30,000ରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ସ୍ନାନ ଘାଟରେ ବ୍ୟାରିକେଡିଂ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ଆଶୁ ଆରୋଗ୍ୟ କେନ୍ଦ୍ର ଓ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଅଘଟଣ ପ୍ରତିରୋଧ ପାଇଁ ଯନ୍ତ୍ରଚାଳିତ ଡଙ୍ଗା ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ। ମେଳା ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯିବା ସହ ଭକ୍ତମାନଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ମେଳାର ସୁଚାରୁ ପରିଚାଳନା ପାଇଁ ଆଲୋଚନା କରିଥିଲେ। ବ୍ୟୁରୋ ରିପୋର୍ଟ, ଡିଡି ନ୍ୟୁଜ୍ ଓଡ଼ିଶା।